ମହେନ୍ଦ୍ରତନୀ ଆଶ୍ରମ ବିଦ୍ୟାଳୟର 34ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ରତନୀ ଆଶ୍ରମ ବିଦ୍ୟାଳୟର 34ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଳା ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ରାୟଗଡ଼ା ବ୍ଲକ ଅଧ୍ୟକ୍ଷା, ସମ୍ମାନିତ ଅତିଥି ଓଏଲ୍ଏମ୍ର ଅଧ୍ୟକ୍ଷ, 14 ନମ୍ବର ଜୋନ୍ ଜିଲ୍ଲା ପରିଷଦ ପୀତାମ୍ବର ନାୟକ, ଉଦିତ ବାବୁ ଆନ୍ଧ୍ରା, କଇଁପୁର ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ରେଡ୍ଡି, ଆଶ୍ରମ ବିଦ୍ୟାଳୟର ଫାଇନାନ୍ସ ମ୍ୟାନେଜର ଚନ୍ଦ୍ରମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ଜଣାଇଥିଲେ। ପରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସ୍ମାର୍ଟ କ୍ଲାସର ଶୁଭାରମ୍ଭ ପରେ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ପରିଦର୍ଶନ କରିଥିଲେ ପାଳା ବିଧାୟକ ରୂପେଶ ପାଣିଗ୍ରାହୀ।